ସକାଳୁ ନିତ୍ୟକର୍ମ ସରି ପଳେଇଗଲି ଛାତ ଉପରକୁ ସୂର୍ଯ୍ୟଙ୍କୁ ଟିକେ ଦେଇଦେଲି ପାଣି ଆସି ଟିକେ ଚଉରାକୁ ଧୋଇ ଦେଉଛି। ଦେଖୁନାହାନ୍ତି ତୁଳସୀ ଗଛଟା କେଡ଼େ ସୁନ୍ଦର ହେଇଥିଲା, ପିମ୍ପୁଡ଼ି ଖାଇକି ସବୁ ନଷ୍ଟ କରିଦେଲା। ସବୁ ମେଡ଼ିସିନ ପକେଇ ସାରିଲୁଣି, ପିମ୍ପୁଡ଼ି ଛାଡ଼ିକି ଯାଉନି। ଆପଣମାନେ ଯଦି କିଛି ମେଡ଼ିସିନ ଜାଣିଥିବେ ନିଶ୍ଚୟ କମେଣ୍ଟରେ ଜଣେଇବେ। ମଉସାଙ୍କୁ ଟିକେ ଦେଇଦେଲି ଚାହା, ତାପରେ ମୁଁ ମଧ୍ୟ ଟିକେ ଚାହା ପିଇଦେଲି। ମଉସା ଚାହା ପିଇ ସାରିକି ଯାଇକି ନେଇ ଆସିଲେ ମାଛ। ତା ଦେହରେ ଧୋଇ ଦେଇକି ମାଛକୁ ଲୁଣ ଲେମ୍ବୁ ଆଉ ହଳଦୀ ଗୁଳାଗୁଳି କରିକି ଦେଇଦେଲେ। ମୁଁ ତେଲ କଡ଼େଇ ବସେଇ ମାଛ ସବୁ ଛାଣିଦେଲି। ମାଛ ଛାଣିଲା ପରେ ମସଲାରେ ବାଟିଥାନ୍ତି, କିନ୍ତୁ କରେଣ୍ଟ ପଳେଇଗଲା। କରେଣ୍ଟକୁ ଜଗିଲେ ରୋଷେଇ ହେଇଯିବ ଡେରି, ସେଥିପାଇଁ ଛାତ ଉପରକୁ ଯାଇକି ମସଲାଟିକୁ ବାଟିଦେଲି। ତିତିଲି ଏଇଠି ଖେଳୁଛି ଦୋଳି। ମସଲା ବାଟିକି ଆସି ସାରିଲା ପରେ ବସେଇଦେଲି ତରକାରୀଟି ଫୁଟଣରା କରି, ତା ଦେହରେ ଟମାଟୋ ଦେଇ ମସଲା କଷି ଲଙ୍କାଗୁଣ୍ଡ ହଳଦୀ ଗୁଣ୍ଡ ଲୁଣ ସବୁ ପକେଇ ଭଲରେ କଷାକଷି କରି ପାଣି ଦେଇଦେଲି। ତାପରେ ପାଣି ଫୁଟିଲା ପରେ ମାଛ ଛାଡ଼ିଦେଲି। ମାଛ ହେଇଗଲା ପରେ ତରକାରୀଟି ହେଇଗଲା ପରେ ଦେଇଦେଲି ମଉସାଙ୍କୁ ଆଉ ତିତିଲିକି ଖାଇବା ପାଇଁ। ତାପରେ ଖାଇଲି ମୁଁ। ଖାଇସାରିକି ଆପଣମାନଙ୍କ ସାଙ୍ଗରେ ଦୁଃଖ ସୁଖ ହେଇକି ବସି ପଡ଼ିକି ଭିଡ଼ିଓ ଏଣ୍ଡ